ଜାମ୍ମୁ କାଶ୍ମୀରର ପେହେଲଗାଁରେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ 26ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାରଗାଁ ପଞ୍ଚାୟତ ଇଶାଣୀ ଗ୍ରାମର ସ୍ୱର୍ଗତ ମୃତ୍ୟୁଞ୍ଜୟ ଶତପଥୀଙ୍କ ପୁଅ ପ୍ରଶାନ୍ତ। ଏହି ଖବର ପାଇବା ପରେ ଇଶାଣୀ ଗାଁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି। ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେତେବେଳେ ଗୋଟିଏ ଚିନ୍ତା ଥିଲା ଯେ ପ୍ରଶାନ୍ତଙ୍କ ମରଶରୀର ସହ ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ଓ 8 ବର୍ଷର ପୁଅ କିପରି ଘରକୁ ଫେରିବେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନେତାଙ୍କଠାରୁ ଆରମ୍ଭ କରି ଜିଲ୍ଲା ଇଶାଣୀ ଗାଁରେ ପ୍ରଶାସନ ପହଞ୍ଚିଥିଲା। ପରେ ଆଜି ପୂର୍ବାହ୍ନ 8:30 ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲେଶ୍ୱର ଗସ୍ତ କରି ଆତଙ୍କୀ ଗୁଳିରେ ମୃତ ପ୍ରଶାନ୍ତ ଶତପଥୀଙ୍କ ଇଶାଣୀ ବାସଭବନରେ ପହଞ୍ଚିଥିଲେ। ପ୍ରଶାନ୍ତଙ୍କ ପାର୍ଥିବ ଶରୀରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଶାସକ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତ ପ୍ରଶାନ୍ତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ତରଫରୁ ପରିବାର ବର୍ଗଙ୍କୁ 20 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ଏଥିସହ ତାଙ୍କ ପତ୍ନୀକୁ ସରକାରୀ ଚାକିରି ଓ ପିଲାର ପାଠପଢ଼ା ଖର୍ଚ୍ଚ ବୁଝିବେ ବୋଲି ପ୍ରକାଶ କରିଥିଲେ। ପରେ ଗାଁ ଶ୍ମଶାନକୁ ପ୍ରଶାନ୍ତଙ୍କ ପାର୍ଥିବ ଶରୀର ଅନ୍ତ୍ୟେଷ୍ଟି ପାଇଁ ଶୋଭାଯାତ୍ରାରେ ନିଆଯାଇଥିଲା। ମୁଖ୍ୟମନ୍ତ୍ରୀ, ସାଂସଦ, ଉପମୁଖ୍ୟ ସଚେତକ, ସଦର ବିଧାୟକ ଶ୍ମଶାନକୁ ଯାଇଥିଲେ। ଶେଷ ଦର୍ଶନ କରିବା ସହ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। शतपथी अमर रहे, शतपथी अमर रहे। पूरा भीतर हाँ हाँ